पुराण मध्य अन्यतम खंडिकिया हरिवंश भगवान श्रीकृष्ण दिव्य लीलार संपूर्ण पाठ श्रवण मात्रके मन को शांति और पवित्र करिब एही पुराण। ताहले शुणन्तु प्रत्येक सोमवार बुधवार और शुक्रवार सकाळ 6टारे केवल मातृकृपा आध्यात्मिक चैनल रे। ओम नमो भगवते वासुदेवाय। ओम नारायणं नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। जय श्री कृष्ण। समस्त श्रोताबन्धुमानक मोर जय जगन्नाथ, जय श्री कृष्ण। आसन्तु आमे श्रवण करुछे महाप्रभु श्रीकृष्णंकर दिव्य लीलार खंडिकिया हरिवंश। खंडिकिया हरिवंश रे आमे माने श्रवण करुछे से नवग्रहंकर उत्पत्ति आउ देवकी वसुदेव को नहीं कारागार रे बंधन करी रखिछि हमर वंश। तेणु आसंतु से बंदीशाल रे ओ भली भाव रे देवकी माता जी प्रसव करुछंती तांकर संतान मानंकु से विषय रे आमे सुनिबा 12 भाग रे। देवकींकर पुत्र जन्म। यथु अनंतरे परीक्षा नामे महाराजा सुकमुनि चरण रे कले दिव्य पूजा। ओ मुनि कहिबा मते श्रीहरि चरित तुम्भ मुखो शुणी मोहि होइबि पवित्र। वसुदेव देवकींकु विभाजे होइला हेमंत करिण तार पुत्र जन्म हेला। कंस राजा देवकी को बोइला उतर पुत्र जन्म हेले देबु मोहर छामोर। देवकीर पुत्र जन्म हेला कि न हेला यही कथा कह मते मुनि बर भला। सुख बोइले तू शुण परीक्षित राय श्रीहरिर कथा शुणी पाप कर क्षय। पचारिलु देवकीर पुत्र कि होइला मन निवेशिण शुण कहुअछि भला। एहीपरि कंस राजा करन्ते आकट क्षेत्री होई बसिबाकु आउ नाही बाट। कंसर 35 बयस बेଳରେ डगर कहिला आसी कंसर छामुरे शुण देव कंस वीर कौण पप मणि जहा कहुअछि ताहा भले बुझ शुणी। चंचल हो बोलई तहु कंसर डगर मासिक गर्भ होइला देवकी भग्निर। शुणी करी कंसासुर महाभय कला उग्रसेन गुराइण चंडे आज्ञा देला। आण हे उग्रसेन तू शीघ्र देवकी को ता शुणी उग्रसेनर हृद दुखु दुखु। भय पाई बोलई मु आणी बिछा मोरे बेग बेग गमन से करे अति डरे। प्रवेश होइले जाई वसुदेवपुरे 56 कोटी अछंती यादव संगरे। मन मध्य देवकीर कथा भाळे पुण नयनोलोतक धारा बहे घन घन। हृदय रे चिंता करी देव चक्रधर एही संकटरू मते बारे रक्षा कर। हे मोर दुहिता कष्ट फेड़ चक्र पाणी देवकी वसुदेवंकु रख हे क्षणी। तोहर बंधन तुही हुअसी मुकत ए कष्टरु त्राही कर देवाधि अनंत। श्रीहरिंक नाम धरी देवकी राइला
ବସୁଦେବ ଦେବକୀକୁ ଧରି ଘେନି ଗଲା। ପୁଣି ବେଗେ ଚାର କଂସ ପେଶିଲା ବହନ, ପୁଛୁର ହୋଇଲା ତନ ଆସେ ଉଗ୍ରସେନ। କେତେବେଳ ଯାଏ କିମ୍ବା ପୁଛୁର ସେ କଲା, କିଏ ବା ଦୁହିତାକୁ ସେ କାହିଁ ଲୁଚାଇଲା। ଦୁହିତା ନ ଆଣେ ଯଦି ଉଗ୍ରସେନ କୁହି, ଅବଶ୍ୟ ନାଶ କରିବି ବିଷ ବଳି ଦେଇ। ଡଗର ଯାଅରେ ବୋଲି ଦ୍ରୁମିଲାର ସୁତ, ବୋଲେ ଉଗ୍ରସେନ ଘେନି ଆଣ ମୋ ଅଗ୍ରତ। ବାଟରେ ଭେଟିଲେ ସେହି ଆସନ୍ତି ତଡ଼ତି, ଏତେ ଉଛୁର କଲାରୁ ରାଗୁଛି ନୃପତି। ଆଉ ଉଗ୍ରସେନ ରାଜା କଂସ ସନ୍ନିଧାନ, ଆଜ୍ଞା ଦେଇ ଅଛନ୍ତି ଯେ କଂସାସୁର ରାଣ। କେତେବେଳ ଯାଏ କିମ୍ବା ହୋଇଲା ଉଛୁର, ଆଜି ନାସିବଟି ତୋତେ କଂସ ନୃପବର। ମହାଭୟ ଉଗ୍ରସେନ ଥର ହର ହୋଇ, ଛାମୁରେ ଅର୍ବିଲା ନେଇ ଦୁଇ ଜଣଙ୍କୁ ହିଁ। ଦେଖିକରି କଂସ ବଡ଼ ହରସ ହୋଇଲା, ଉଗ୍ରସେନ ମୋର ଶତ୍ରୁ ଆଣି ପାଶେ ଦେଲା। ଏହା ମନେ ମୋର ପ୍ରତି ନାହିଁ ଟିବିକାର, ଏତେ ବୋଲି ଶାଢ଼ୀ ଦେଲା ତାକୁ ଉପହାର। ଦେବକୀକୁ କଂସ ରାଜା ବୋଲଇ ଉତ୍ତର, ଯାହା ସତ୍ୟ କରିଅଛୁ ମୋହର ଆଗର। ଯେତେ ଗର୍ଭ ଉପୁଜିବ ତୋହର ପେଟର, ସବୁ ଆଣି ସମର୍ପିବୁ ମୋହର ଛାମୁର। ତେବେ ସିନା ସହୋଦର ପଣେ ମୁଁ ଜାଣିବି, ମୁହିଁ ବର୍ତ୍ତିଥିଲେ ତୋତେ ସଦୟ ହୋଇବି। ତୋହର ନନ୍ଦନ ମତେ ଯେବେଟି ମାରିବ, ସେ ପୁତ୍ର ଜନମ ହୋଇ ତୋତେ କି କରିବ। ଦେବକୀ ବୋଇଲେ ଭାଇ ନ କର ଦ୍ୱନ୍ଦ, ତୁହି ସିନା ଅଟୁ ମୋର ପୂର୍ଣ୍ଣିମାର ଚାନ୍ଦ। ବସୁଦେବ ବୋଲେ ପୁଣି ପୁତ୍ରେ କିସ କାର୍ଯ୍ୟ, ତୁହି ବର୍ତ୍ତିଥିଲେ ଆମ୍ଭେ ପାଇବୁ ଐଶ୍ୱର୍ଯ୍ୟ। ନାହିଁ ଆମ୍ଭ ପୁତ୍ର କନ୍ୟା କେବେ ପ୍ରୟୋଜନ, ତୁମ୍ଭେ ବଞ୍ଚିଥିଲେ ଆମ୍ଭେ ପାଇବୁ ହେ ପୁଣ୍ୟ। ଏହା ବୋଲି କଂସ ଠାରେ ସେ ଦୁହେଁ କହିଲେ, ଗୁଣଗ୍ରାହୀ କଂସ ରାଜାନନ୍ଦ ହୋଇଲେ। କଂସ ବୋଲେ ଥିବ ତେବେ ମୋହର ସହିତ, ନିଶ୍ଚୟ ଜାଣିଥିବ ତୁମ୍ଭେ ମୋର ପଞ୍ଚଭୂତ। ଏ ବିଣଇ ତୁମ୍ଭ ପୁତ୍ର ଯେବେ ଶତ୍ରୁ ମୋର, ସେ ପୁତ୍ରରେ ପ୍ରୟୋଜନ କିସ ହେବ ତୋର। ଏହିପରି କଂସ ରାଜା ବୋଲଇ ବଚନ, ବନ୍ଦୀ ଘରେ ତୁମ୍ଭେ ରହିଥାଅ ବେନିଜନ। ଶୁଣି କରି ବସୁଦେବ କୃଷ୍ଣେ କଲା ଚିନ୍ତା, ଅକ୍ରୂର ବୋଲଇ ଶୁଣ ନୃପେ ମୋର କଥା। କିନିମନ୍ତେ ବନ୍ଦୀ ଘରେ ଭରିବୁ ଏହାଙ୍କୁ, ଜନ୍ମ ମାତ୍ରେ ଦେଉଥିବେ ପୁତ୍ର ଦୁହିତାଙ୍କୁ। କଂସ ବୋଇଲା ଏ କଥା ସତ୍ୟ କିହ ଗୁଣ, ବସୁଦେବ ବୋଲେ ରାଏ କଥା ପ୍ରମାଣ। ପୁତ୍ର ଜନମିଲେ ମୁହିଁ ଦେବି ସମର୍ପିଣ, ତୁହି ଜିଥିଲେ ମୋର ସକଳ କାରଣ। ହସିତ ହୁଁ କଂସ ରାଜା ବୋଲଇ ବଚନ, ମନ୍ଦିରରେ ତୁମ୍ଭେ ଥାଅ ନିଶ୍ଚିନ୍ତ ହୋଇଣ। ଆଲୋ ଦେବକୀ ତୋ ମୁଣ୍ଡ ଛୁଅନି ମୋହର, ତେବେ ମୁଁ ପ୍ରତ୍ୟୟ ଯିବି ହୃଦୟ ମଧ୍ୟର। ଦେବକୀ ବୋଇଲା ଭାଇ ତୋହର ଶପଥ, ଶିର ଛୁଅନ୍ତେ ହରସ ହେଲେ ନୃପନାଥ। ବସୁଦେବ ଦେବକୀ ଯେ ଜାନ୍ତି ହର୍ଷ ମନେ, ଯାଇଣ ରହିଲେ ସେହି ଆପଣା ଭୁବନେ। ବୀରସେନଙ୍କୁ ଚାହିଣ ବୋଲେ କଂସ ବୀର, ଚଞ୍ଚଳତ୍ୱ ମଣୁଥିବୁ ତୁ ବସୁଦେବର। ଉଗ୍ରସେନ ହିତ ପାଇଁ ଜଗିଥିବୁ ପୁର, 56 କୋଟି ଯାଦବ ତାନ୍ତୁ ସଙ୍ଗତର। ବସୁଦେବ ଦେବକୀ ହେ ବିଷାଦରେ ଥାନ୍ତି, ଶ୍ରୀହରି ନାମ ଗୋଟିକୁ ସତତ ଚିନ୍ତନ୍ତି। ଏହିପରି ନବମାସ ପୁଣି ପୁରିଗଲା, 10 ମାସ ସମ୍ପୂର୍ଣ୍ଣେ ପୁତ୍ରିକ ଜନମିଲା।
कंसकु कहिला जाई वीर उग्रसेन देवकीर एक पुत्र होइला जनम शुणी करी कंस राजा भाले मने मन एबे तब इरी मोर होइला जनम एबे से बईरी जन्म होइला मोहर हरस विषाद होई द्रुमिला कुमार वसुदेव देवकी जे पुत्र को घेनीण समर्पिण देले नेई कंस सनिधान पुत्र को चाहिण बोले कंसासुर वीर तुम्भे भणजा होइण बईरी मोहर ଏହା ବୋଲି ବାଳକର ଧରେ ପାଦ ଧୋଇ ଦ୍ରୁମିଲା ପର୍ବତ ପରେ କଚାଡ଼ିଲା ନେଇ କଚାଡ଼ିଲା ମୃତ୍ୟୁକୁ ସେ ଲଭିଲା କୁମର ଦେହ ନାଶ ଜାନ୍ତି ଗଲା ସେହୁ ଗଗନର କଂସ ବିଚାରିଲା ମୋର ବୈରୀ ନାଶ ଗଲା ମଥୁରା ନଗରେ ଉତ୍ସବ ମାନ କରାଇଲା ଏ ରୂପେ ରାଜ୍ୟ କରଇ କଂସ ମହାବୀର निश्चिंत होई रहिला अति आनंदर दुख मने वसुदेव देवकी थांती केउ पुत्र जात हुए कंस को दियंती ए रूपे 6 वर्षरे 6 पुत्र जन्मिला समस्त पुत्र को नेई कंस समर्पिला भणजा मान माइला कंस नुपवर जानिला से शत्रु माने मलेणी मोहर एहा बोली नगर रे घोषणा जाइला शत्रुनाश महात्सव मथुरा रे कला हेमंत महोत्सव मथुरा नगर निश्चिंते होई बसिला द्रुमिला कुमर कंसर हरस बेले शून्यवाणी हेला आहे कंस तोर शत्रु अछइत भला एबे जे देवकी गर्भे होइब उत्पन्न अष्टम गर्भर पुत्र नासिब बहन चेती थाओ कंस बोली शुभिला शून्यण शुणी करी कंस राजा हेला छन्न छन्न उग्रसेन राई आज्ञा देला हे बहन देवकी वसुदेव को रख बंदिरेण निर्बंधे जगिन थिबा बंदी घरपुर विभद्र इंद्र वाक्य आज्ञा देला कंस नुपराण उग्रसेन को बोइला निर्बंधे जगिब देवकीर पुत्र धेले मोते आनी देव बोल आनंद कबार हरि बोल यथु अनंतरे सुख मुनि चरण रे निवेदिले परीक्ष जे अति आनंद रे ग्रंथर प्रश्न को मोहिनु हई भाजन प्रत्येक कथारे अछि हरि कथा मान देवकीर षड पुत्र जन्म होइले जन्मदिन कारणे किंबा नाश गले जन्म कालु मले सेहि केउ पाद करे केहू पात करे कृपा करी शुणाइले पाप जीव दूरे कहंती जे सुख मुनि परीक्ष राजन हरि कथा शुणिले तु हेबु पुण्यवान समय नामरे 1 कोटि संवत्सरे विरसित नाम ध्येय सत्यर जुगरे अमर सभारे बसी से सहस्र जोनि नृत्य रंग करुछंती देवतांकु घेनी एही काले स्वर्गे विश्वावसु जे गंधर्वे षडपुत्र घेनी से ही नाचे सदभावे 64 कोटि अवसरी छंती उभा होई पुरंदर बसी अछि शुंभ स्तंभ ठाई देवगण बसी छंती तांक पारुसर नृत्यकार गंधर्व जे नाचंती सेठार छामुरे करंती ताल धरी नृत्य रस देखिण मघवा हेले अति बहरस से षडंकु बोले तुम्हे नृत्य रंग कर आज नृत्य पड़ी अछि तुम्हर भागर ଏହା ଶୁଣିନ ପରୀକ୍ଷା ସୁକେ ପଚାରିଲା ସେହି ଷଡ଼ଙ୍କର ନାମ କିହ କହ ହୋଇଲା ଇଡ଼େ ଖ୍ୟାତ ମନ୍ତ ସେହି ଗଗନ ମଣ୍ଡଳେ ତାହାଙ୍କର ନାମ ମତେ ବୋଲ ତପଶିଳେ प्रतिवचन बोलंती तहु मुनिवर ए षडंक नाम तुम्हे शुणानुपवर सुतसेन कृतसेन चारुसेन जान महिसेन वीरसेन मयसेन नाम एहि षड नृत्यकारी अटंती प्रधान इंद्रवचने परीक्ष हेले हर्ष मन कह मते गंधर्वको एबे नृत्य रस सुखमुनि कहंती जे होइन हरस
ଇନ୍ଦ୍ର ବୋଇଲେ କ ଶୁଣ ହେ ଗନ୍ଧର୍ବ ବୀର ଆଜ ନୃତ୍ୟ ପଡ଼ିଅଛି ତୁମ୍ଭର ଭାଗର। ପୁରନ୍ଦର ବଚନରେ ଗନ୍ଧର୍ବ ସଧିରେ ଅତ୍ୟନ୍ତ ହରସେ ନୃତ୍ୟ କରନ୍ତି ସଭାରେ। ଦେଖିଣ ସୁରେନ୍ଦ୍ର ହେଲା ଅତି ମୋହ ମନ ଧନ୍ୟରେ ଗନ୍ଧର୍ବ ତୁମ୍ଭେ ମୁମ୍ଭର ଜୀବନ। ତେଣୁ ସେ ଗନ୍ଧର୍ବଙ୍କର ଉଲ୍ଲସିତ ମତି ଭୋଳରେ ନୃତ୍ୟ କରନ୍ତି ଉର୍ବଶୀର କତି। ଇନ୍ଦ୍ର ଯହୁଁ ଦେଖିଲା କ ଉର୍ବଶୀ ଲମ୍ପଟ ମତି ଭ୍ରମ ଯୋଗରେ ତ ନୁହେଁ ରସ ନାଟ। କନ୍ୟା ଦେଖିଣ ଗନ୍ଧର୍ବେ ଉନ୍ମତ ହୋଇଲ ତେଣୁ କରି ତୁମ୍ଭେ ମାନେ ରସ ଭଙ୍ଗ କଲ। ପୁରନ୍ଦର ଅଭିଶାପ ଦେଲା ଯେ କ୍ଷଣରେ ଛଯାଇଛନ ଜନ୍ମ ହୁଅ ବାଟ ପଡ଼ା ଘରେ। ଚୋର ଯେହ୍ନେ ଅତି ବେଗେ ଆଣେ ପରଧନ ମଦନ ଉଦ୍ବେଗ ତୁମ୍ଭ କଲ ହେ ହେ ତେସନ। ମୋଛା ମୋରେ ନୃତ୍ୟ କରି ମତି ଭ୍ରାନ୍ତି ହେଲ ଗୁରୁପତ୍ନୀ ତୁମ୍ଭେ ଦେଖି ହରିବ ଲୋଡ଼ିଲ। ଅଭିଶାପ ଘେନ ବୋଲି ସୁରେନ୍ଦ୍ର ବୋଇଲା ଶୁଣିଣ ଗନ୍ଧର୍ବଙ୍କର ଜ୍ଞାନ ହଜିଗଲା। ପୁରନ୍ଦର ଅଭିଶାପ ଦିଅନ୍ତେ ବହନ କରପତ୍ର ଯୋଡ଼ି ଛଏ ବୋଲନ୍ତି ବଚନ। ଦ୍ରୋହୀ ହେଲୁ ଆହେ ନାଥ ଆଜ୍ଞା ଏବେ ଦେବ କେମନ୍ତ ମୁକତ ହେବୁ ଭୂଦେବ ମଘବ। ଇନ୍ଦ୍ର ବୋଇଲେ ଜନ୍ମ ଯା ବାଟ ପଡ଼ା ଘର ପରଧନ ଆଣି ପୋଷ ଜୀବନ ତୁମ୍ଭର। ଆର ଜନ୍ମେ ତୁମ୍ଭେ ସିନା ହୋଇବ ମୁକତ ଗନ୍ଧର୍ବକୁ ଏହିପରି କହି ସୁରନାଥ। ସାପ ପାଇ ଚୋର ଘରେ ଜନ୍ମ ସେ ହୋଇଲେ ଏହା ଶୁଣିଣ ପରୀକ୍ଷ ଶୁକଙ୍କୁ ପୁଛିଲେ ଓ ମୁନି ଏ କଥା ମତେ ବିଶେଷତ କହ। ତୁମ୍ଭ ମୁଖ ଶୁଣିଲେ ମୋ ଛାଡ଼ିବ ସନ୍ଦେହ। ତସ୍କରଙ୍କ ଘରେ ଜନ୍ମ ହେଲେ ଷଡ଼ବୀରେ କେମନ୍ତେ ମୁକ୍ତି ଲଭିଲେ ଆରେ କ ଜନ୍ମରେ। କେମନ୍ତ ମୁକ୍ତି ଲଭିଲେ ଆରେ କ ଜନ୍ମରେ। ବୋଲାନନ୍ଦୀ କବାର ହରି ବୋଲ। ଏହା ମତେ ସଂକ୍ଷେପୀଣ କହ ମୁନିବାର ହରି କଥା ଶୁଣି ପାପ ଦୂର ହେଉ ମୋର। ଶୁକ ମୁନି ଶୁଣି ବୋଇ ଲେକ ଶୁଣ ଆହେରାୟ ଶୁଣ ଆହେରାୟ। ହରିବଂଶ କଥା ଶୁଣି ପାପ କର କ୍ଷୟ ପାପ କର କ୍ଷୟ। କେମନ୍ତ ମୁକ୍ତି ହୋଇଲେ ପଚାରିଲୁ ମୋତେ ସାବଧାନ ହୋଇ ଶୁଣ ତୁହି ଏକ ଚିତେ। ବାସବର ବଚନରେ ସେହି ଷଡ଼ବୀର ପର ଯୋଡ଼ିଣ କହି ଇନ୍ଦ୍ରର ଛାମୁର। ପୁରନ୍ଦର ତୋହ ସାପେ ହେବୁ ଆମ୍ଭେ ଜାତ ପୁଣି କେଉଁ ସମୟରେ ହେବୁ ହେ ମୁକତ। ଗନ୍ଧର୍ବ ବିକଳ ଦେଖି ପୁରନ୍ଦର ବୋଲେ ପରୀକ୍ଷଗ୍ରତେ ତାହା ଶୁକ ଯେ କହିଲେ। ପୁନରପି ଉଚ୍ଚ କୂଳେ ହୋଇବ ଜନମ ଜନ୍ମ ମାତ୍ରେ ଅସୁର ଯେ କରିବ ନିଧନ। ବିଷ୍ଣୁ ମାତା ଗର୍ଭେ ତୁମ୍ଭେ ଲଭିବ ଜନମ ତେବେ ସେ ତୁମ୍ଭର ପାପ ହୋଇବ ଦହନ। ଗୁରୁପତ୍ନୀ ଦେଖି ତୁମ୍ଭେ କଲ ହେ ବିକାର ଛଏ ନାଶ ଯିବ ତୁମ୍ଭେ ଅସୁର ହସ୍ତର। ଷଡ଼ ଗନ୍ଧର୍ବ ଅଭିଶାପ ପାଇଥିଲେ ପରୀକ୍ଷ ଶୁକ ମୁନିଙ୍କୁ ତହିଁ ପଚାରିଲେ ଓ ମୁନିବର କୁହନ୍ତୁ ତାଙ୍କ ଉତ୍ତପତି ଏବେ ସେହି ମହାପାପ ଯିବ ହେ ତଡ଼ତି। କେମନ୍ତ ପ୍ରକାରେ ସେ ଯେ ହୋଇଲେ ଜନମ ଶୁକ ମୁନି ବୋଇଲେ କ ଶୁଣ ହେ ରାଜନ। କହନ୍ତି ଶ୍ରୀ ଶୁକ ଶୁଣ ପରୀକ୍ଷିତ ରାୟ ଏହାଙ୍କର ଜନ୍ମ ଶୁଣି ପାପ କର କ୍ଷୟ। ଇନ୍ଦ୍ରର ଅଭିଶାପରେ ହୋଇଲା ଜନମ ଚୋର ଘରେ ଗନ୍ଧର୍ବେ ହୋଇଲେ ଉତ୍ତପନ। ଦ୍ୱାଦଶ ବରଷ ଚୋର ଗୃହରେ ବଢ଼ିଲେ ଦିନକୁ ଦିନ ସେମାନେ ଦୁର୍ଜୟ ହୋଇଲେ। 15 ବର୍ଷ ପର୍ଯ୍ୟନ୍ତ ପିତା ସଙ୍ଗେ ରହି ଦିନକୁ ଦିନ ଜାଣିଲେ ବାଟ ପଡ଼ା ସେହି। 16 ବର୍ଷେ ସେମାନେ ଦୁର୍ଜୟ ହୋଇଲେ ପିତାର ଅଗ୍ରତେ ଦିନେ
ସେମାନେ କହିଲେ ଓ ପିତା ତୁମ୍ଭେ ଆମକୁ ଦେଇଅଛ ଜନ୍ମ ତୁମ୍ଭର ବାଟ ପାଡ଼ିବା ନୁହଁଟି ଧର୍ମ ପୁତ୍ର ଥାଉଁ ପିତା ଯେବେ ଦୁଃଖକୁ ପାଇବ ରୌରବ ନରକେ ସେହି କୁମର ପଡ଼ିବ ଆଜହୁଁ ଭ ପିତା ତୁମ୍ଭେ ଗୃହେ ବସିଥିବ ବାଟ ପାଡ଼ିବାକୁ ତୁମ୍ଭେ କେବେ ନ ଯିବ ଏହା ବୋଲି ପୁତ୍ରମାନେ ବୋଲନ୍ତି ଉତ୍ତର ବାଟରେ ବସି ମନୁଷ୍ୟ ମାରନ୍ତି ଅପାର ପିତାମାତା ମାନଙ୍କୁ ସେ ସୁଖରେ ପୋଷନ୍ତି ବ୍ରହ୍ମ ହତ୍ୟା କରି ଧନ ବହିଣ ଆଣନ୍ତି ଏ ରୂପେ ଅନେକ ଲୋକ କରନ୍ତି ନିଧନ ଏହିପରି କରୁଥାନ୍ତି ବ୍ୟବସାୟ ମାନ ଅନେକ କାଳ ପର୍ଯ୍ୟନ୍ତ ମନୁଷ୍ୟ ମାଇଲେ ଦିନେ କଛଏ ଯେ ବାଟ ପାଡ଼ିବାକୁ ଗଲେ ବ୍ରହ୍ମ ହତ୍ୟା ସ୍ତ୍ରୀ ହତ୍ୟା ବିଚାର ନ କଲେ ଅନେକ ପାପ ସେ କଲେ ଜନ୍ମିଣ ମହିରେ ଏହିପରି ଦିନେ ଜଗି ଅଛନ୍ତି ବାଟର ବାରଣାସୀ ଯାଉଅଛି ଏକ ଦ୍ୱିଜବର ଧନ ଦ୍ରବ୍ୟ ଘେନି ତେଥେ କରନ୍ତି ଗମନ ନିର୍ଜନ ସ୍ଥାନରେ ଆସି ମିଳିଲେ ବହନ ଏହିପରି ଛଏ ତାକୁ ବାଟରେ ଭେଟିଲେ ଯଷ୍ଟି ଘେନିଣ ତାହାଙ୍କୁ ବାଟ ଗାଳିଲେ ରହ ରହ ବୋଲି ଚୋରେ ବୋଲନ୍ତି ବଚନ ଯଷ୍ଟି ଘେନି ଗରଜନ୍ତି ତାଙ୍କୁ ଘନ ଘନ ବ୍ରାହ୍ମଣ ହୋଇଲେ ତୁମ୍ଭେ କର ବିଚାର ବ୍ରାହ୍ମଣ ବୋଇଲେ ତୁମ୍ଭେ କର ବିଚାର ବାଟ ନିଧାରିଣ ନିରୋଧିଣ ମତେ କିମ୍ବା ମାଡ଼ ମାର ତସ୍କର ବୋଇଲେ ଆମ୍ଭେ ବାଟ ଜଗିଥାଉଁ ମନୁଷ୍ୟଙ୍କୁ ମାରି ଆମ୍ଭେ ଧନ ହରି ନେଉ ଏବେ ତତେ ମାରି ଆମ୍ଭେ ଧନ ଘେନି ଯିବୁ ଏହା ନେଇ ଆମ୍ଭମାନେ କୁଟୁମ୍ବ ପୋଷିବୁ ପାଠ ପଢ଼ା କଥା ଶୁଣି ସେହି ଦ୍ୱିଜବର କ୍ଷଣକେ ବସିଲା ସେହି ଚ୍ୟୁତ ବୃକ୍ଷ ମୂଳ ବ୍ରାହ୍ମଣ ବୋଇଲା ମୋର ନିଶ୍ଚୟ ମରଣ ସ୍ଥିର ହୋଇ ତୁମ୍ଭେ ମାନେ ମୋର କଥା ଶୁଣ ସମସ୍ତେ ସମ୍ମତି କଲେ ଦ୍ୱିଜ ବଚନକୁ କହ ଦ୍ୱିଜବର କଥା ଯା ସେ ମନକୁ ଚୋରଙ୍କ ବଚନେ ବୋଲେ ସେହି ଦ୍ୱିଜବର ପ୍ରତିଦିନ ମାରୁଅଛ ମନୁଷ୍ୟ ଅପାର ପ୍ରାଣୀ ହତ୍ୟା କରିଣ ଯେ ଘେନି ଯାଅ ଧନ ଏ ପାତକେ ଭାଗି ହୁଅ ଆଉ କେଉଁ ଜନ ବୋଇଲେ ସେ ପିତା ମାତା ହସ୍ତେ ଧନ ଦେଉ ପାପର ଭାଗି ସେମାନେ ଅବଶ୍ୟ ଯେତହୁଁ ତାଙ୍କ ପାଇଁ ଆମ୍ଭମାନେ ଏତେ ପାପ କରୁ ସେହି ହତ୍ୟା ଦୋଷ କିମ୍ବା ଆମ୍ଭଙ୍କୁ ପଚାରୁ ସେହି ଦୋଷର କାରଣ ଆମ୍ଭ ପିତା ମାତା ଏମନ୍ତ ବୋଲି ଜାଣୁ ହେ ଏଥିର ବାରତା ଶୁଣି କରି ସେ ବ୍ରାହ୍ମଣ ବୋଲଇ ବଚନ ବାବୁ ତୁମ୍ଭେ ମୋର କଥା କର ଅବଧାନ ଏଠାରେ ବସିଣ ଅଛୁ ଆସିବା ପର୍ଯ୍ୟନ୍ତ ପିତା ମାତାଙ୍କୁ ପଚାରି ଆସ ଯା ତ୍ୱରିତ ବୋଲିବ ହେ ପିତା ମାତା ମନୁଷ୍ୟକୁ ମାରୁ ଧନ ଦ୍ରବ୍ୟ ମାନ ଆଣି ସମର୍ପଣ କରୁ ଏହି ପାପର ହୋଇବ କିଏ ଯେ କାରଣ ଏକଥା ପଚାରି ତୁମ୍ଭେ ଆସିବଟି ପୁଣ ସେ କାହାକୁ ପାପି ବୋଲି କହିବେ ବଚନ ତଦନ୍ତେ ମାରିଣ ମତେ ଘେନି ଯାଅ ଧନ ବୋଲନ୍ତି କବାର ହରି ବୋଲ ଦିବି ମୁହିଁ ସତ୍ୟ ତୁମ୍ଭେ ଆସିବାର ଯାଏ ଏହା ଶୁଣି ଜଣେ ଜଗି କମିଲେ ପାଞ୍ଚ ଶୂନ୍ୟ ହସ୍ତରେ ମିଳିଲା ତାହାଙ୍କ ପାଖରେ ପିତା ମାତା ବୋଇଲେ କ ଆସିଲେ ତଖରେ ପୁତ୍ରେ ବୋଇଲେ ପିତା ହେ କଥା ଏ ପଚାରୁ ଏହି କ୍ଷଣି ଅନେକ ଯେ ଧନ ଆଣିପାରୁ ଆମ୍ଭେ ଯେ ମନୁଷ୍ୟ ମାରି ଧନ ଦ୍ରବ୍ୟ ହରୁ ସେ ପାପର କାରଣିକେ ତୁମ୍ଭଙ୍କୁ ପଚାରୁ ପ୍ରତିଦିନ ଯେତେ ହତ୍ୟା କରୁ ଆମ୍ଭେ ମାନେ ପାପ ଭାଗି ହୋଇବ କି କହ ତୁମ୍ଭେ ମାନେ ଶୁଣି କରି ଚାପୁଡ଼ା ଯେ ବୋଇଲା ଉତ୍ତର ଶୁଣି କରି ବାପୁଡ଼ା ଯେ ବୋଇଲା ଉତ୍ତର ସେହି ହତ୍ୟା ପାପ ଅଟେ ତୁମ୍ଭମାନଙ୍କର ମୁହିଁ ଜନ୍ମ କରିଅଛି ପୋଷିବା ନିମନ୍ତେ ତୁମ୍ଭେ ପୋଷିବାର ମତେ ଅଟଇ ଯୁକତେ ଯେଉଁ ପ୍ରକାରରେ ହେଉ ପୋଷିବା ବିହିତ ତୁମ ହତ୍ୟା ପାପ ମତେ ନୁହେଁ କଦାଚିତ
जे जो पातक करे तार स्कंधे थाए कुटुंब लोकर बाबू किछि दोष नुहे। एही प्रत्युत्तर पांचे शुणी करी गले से ब्राह्मण पाद धरी प्रणिपात कले। कोइले गोसाईए कथाए कहिबा तुंभ संगतरे आम्बे तीर्थ को गमिबा। नानाविध पातक हे होइब दहन अनेक कलुणी आम्भे हत्या पाप मान। आजि ठारु आम्भे माने बाट न पाड़िबु तुमर संगरे आम्भे गोड़ाई न थिबु। निज दंड कमंडलु हातरे घेनिले के चाल खंडिक नेई कांधे पकाइले। सेही ठारु दिज बर चोर को घेनिण प्रवेश होइले जाई वाराणसी पूर्ण। जेउठारे जीते तीर्थ भ्रमण से कले सकल तीर्थरे जाई मुंड बुड़ाइले। से स्थान रे अवस्थित जेते मुनिगण होइछन्ति ध्यान मग्न देखिले तक्षण। चोर माने कमने से स्थान को गले हरि हरि ध्वनि मान कर्णरे शुणिले। सेही चोर माने एका हरि कले ध्यान तांकर सकल पाप होइला दहन। से तीर्थरे 7 दिन समस्ते रहिले महापाप मान सबु दूर करी देले। शुण परीक्षित सेही गंधर्वंक कथा एही मते ताहांकर सरिला व्यवस्था। परीक्षित पूजा कले मुनिंक पयर तोहर प्रसाद मुहि पापु हे विपार। छगंधर्व बाट पोड़ा घरे जन्मी थिले आरे क जन्म रे जाई केउठी रहिले। वाराणसी तीर्थरे जे मलेक तस्कर कि विचार होइला धर्म पुराणर। नाश कर देव किस वचन बोइले ताहांकर हत्या पाप किस बाछिले। धर्म पुराणर कथा कह मुनिवर हरि कथा शुणी मोहि भवु हे विपार। हरि कथा शुणी मोहि भवु हे विपार। बोल कृष्ण कन्हैया लाल की जय। महाप्रभुंकर ये अमृत कथा को आपण माने शुणुछंती मात्र कृपा ही केवल चैनल माध्यम रे। आज आपण माने शुणिबा को पाइले देवकींकर 6 पुत्रंकर पूर्व जन्मर वृत्तांत। जो 6 पुत्र मानक देवकी आज जन्म करिवे आउ कंस वध कला सेई मानकर पूर्व जन्मर वृत्तांत आज आपण माने श्रवण कले। एही चैनल रे कि भली भाव रे से इंद्रंग ठारू 6 पुत्र मान अभिशाप पाई आज बाट पड़ा करुथांती बाटरे जगिकी रही थांती। जो माने आसने तांको हत्या करती लुंठन करती से पापर भागीधारी से जो अन्न नियंती ताको समस्त परिवार रे भोग करती किंतु से पापर अधिकारी केवल से माने पितामाता नुहंती। तेणु जी जो पाप करिवो से कर्म फल सी निश्चित भोगिब। बापा माँ आज तांको सावधान करदेले कहीदेले। तापरे से ब्राह्मणंक संगरे जाइछंती तीर्थ को तीर्थ करिवा परे से पापर मुक्ति पाइछंती। तेणु आमे माने पुणी आसंता अध्याये शुणिबा को पाइबा से देवकींकर 6 पुत्र को किभଳି भाव कंस हत्या करिछि ताको आमे श्रवण करिबा। आज पई एतिकी। जय जगन्नाथ। हरि ओम तत्सत्। विमश्यापिरणे भंग मनिरपिमति भ्रम यदि शुद्धं वसुधं वा मम दोष न विद्यते मम दोष न विद्यते।